ଆପଣ ଯାଇଥିଲେ ଜିତେଶ ଭଦ୍ରକକୁ କଣ ସେଥିପାଇଁ ଆଲୋଚନା କରୁଛନ୍ତି ଏବଂ କଣ ସେଥିପାଇଁ କିଛି ଆକ୍ସନ ନିଆଯାଇଛି? ମୋତେ କାଲି ଯେଉଁ ଘଟଣା ଆଜି ଦୁଃଖଦାୟକ ଆମେ ନିଜେ ବି ମୁଁ ଫିଲ୍ କଲି। ମୋତେ କାଲି ଜିଲ୍ଲାପାଳ ଫୋନ୍ କଲେ, ମୁଁ ଇମିଡ଼ିଏଟ୍ ଇନକ୍ୱାରି କଲି। ଯେହେତୁ ପେସେଣ୍ଟ ଆସିଥିଲା, ଯେଉଁ ଡାକ୍ତର ଏଠି ଥିଲେ ଡକ୍ଟର ଜେନା, ସେ ତାକୁ ନ ଦେଇକି ପଠାଇଦେଲେ। 13 ବର୍ଷ ପିଲାଟି ସ୍ନେଗଡା ଆସିଥିଲା। ଯଦି ଦେଖିଥାନ୍ତା, ମ୍ୟାନେଜ୍ କରିଥାନ୍ତା, ପ୍ରାଇମେରୀ ଟ୍ରିଟମେଣ୍ଟ ହେଇଥାନ୍ତା, ଆମର ଏଠି କଲ୍ ଅଛନ୍ତି, ଏତେ ଅସୁବିଧା ନାହିଁ। ଯେହେତୁ ସେଠି ସେ ପଠାଇଦେଇ, ସେଠି ବି ଝିଅ ପେଡ଼ିଟ୍ରି ଡାକ୍ତର ନଥିଲେ, କିନ୍ତୁ ଗାଇନି ଡାକ୍ତର ଥିଲେ। ଯାହା ହାମର ସେ ଗାଇନି ଡାକ୍ତର ଉପରେ ଥିଲେ, ସେ ଆସିକି ପ୍ରାଇମେରୀ ଟ୍ରିଟମେଣ୍ଟ କଲେ। ତାପରେ ମୁଁ ଯେତେବେଳେ ପଚାରିଲି କାହାର ଥିଲା, ସେ କହିଲେ ଡକ୍ଟର ନିଶାନ୍ତ ଦାସ। ସେ କୁଆଡ଼େ ଗଲେ ନା, ସିଏ ଅନଥରାଇଜ୍ ଆପ୍ଲିକେସନ୍ ପକାଇ ପଳେଇଗଲେ। ମାନେ ଆପଣ କ'ଣ ଆସିଛନ୍ତି ନା, ମୁଁ ତାକୁ ରିଫ୍ୟୁଜ୍ କରୁଛି। ତୁମେ କ'ଣ ଆପଣ କରିଛନ୍ତି ବ୍ୟବସ୍ଥା ନା, ଯେ ଏଠି ପେସେଣ୍ଟ ଆସିବେ ଆମେ ତାକୁ ଦେଖି ଗାଡ଼ିରେ ସେଠି ପଠାଇବୁ। କାଲି କାହିଁକି ସେମିତି କଲେନି ନା, ମୁଁ ଜାଣିନି ସେ ଡାକ୍ତର କାହିଁକି ରେଫର୍ କଲେ। ମୁଁ କହିଲି ଆପଣ କଣ୍ଟାକ୍ଟ କରନ୍ତୁ। ଇମିଡ଼ିଏଟ୍ ଆଇ କଣ୍ଟାକ୍ଟେଡ଼। ମୁଁ କୁହନ୍ତୁ ଆପଣ ଦେଖିଲେନି କାହିଁ ପେସେଣ୍ଟ ନା, ମୁଁ ଭାବିଲି ପେଡେଟ୍ ଥିବ। ସେଠି ଭାବିଲେ କାହିଁକି, ଗୋଟେ ପେସେଣ୍ଟ ଆସିଲେ ଆପଣ ସବୁ ଡାକ୍ତର ଆପଣ ପ୍ରାଇମେରୀ ଟ୍ରିଟମେଣ୍ଟ ହେଇଥାନ୍ତେ। ମେଡ଼ିସିନ ସ୍ପେଶାଲିଷ୍ଟ ଅନ୍ କଲ୍ ତାଙ୍କୁ କଲ୍ କରିଥାନ୍ତେ, ଯେଉଁଟାକି ମୁଁ କଲି, ସଫିସିଏଣ୍ଟ କଲି। ମେଡ଼ିସିନ ଡାକ୍ତର ଡାକିଲି, ସେ ଗଲେ ଦେଖିଲେ। ମୁଁ ଆପଣ ଷ୍ଟାଟସ୍ ନ ଜଣାତେ କରିକି ସେ ଯାଉ କହିଲେ ପେସେଣ୍ଟ ଭଲ ଷ୍ଟାବିଲିଟି ଅଛି। ଆପଣ ମର୍ଣ୍ଣିଂ ଟିକେ ଦେଖିବେ ଟିଲ୍ ପେଡ଼ି ଡାକ୍ତର ଆସିବା ପର୍ଯ୍ୟନ୍ତ। ତେଣୁ ଯାହା ୱେବ୍ ସେ ବଚନ୍ତି ପିଲାଟିର ସେ ଯେଉଁ ଅବହେଳା କରିଥିବା ଡାକ୍ତର ନାଇଁ, ଆମେ ୱିଲ୍ ଟେକ୍ ଆକ୍ସନ୍। ନାଇଁ, ଆମେ ୱିଲ୍ ଟେକ୍ ଆକ୍ସନ୍। ଆପଣ ସେ ତାଙ୍କ ନାଁରେ ସୋଗଜ ମଗା ହେଇଛି। ଏଡିଏମ୍ ମେଡ଼ିକାଲ ଆସି ମୋତେ ଦେଖେଇଲେ, ସାର୍ କେତେଥର ସେ ମାଗିଛନ୍ତି, କେତେଥର ମୁଁ ରିଫ୍ୟୁଜ୍ କରିଛି। ମୁଁ ତାକୁ ଦେଇକି କଲେକ୍ଟର ମାଗିଥିଲେ, ସାର୍ ମୁଁ ସେ ଫାଇଲ୍ଟା କଲେକ୍ଟର ୱିଲ୍ ଟେକ୍ ଆକ୍ସନ୍। ଯିଏ ଆଜ୍ଞା ସୋଗଜ ଏଇ କେସ୍ ପାଇଁ ମୁଁ ଆଜି ଏଡିଏମ୍ ମେଡ଼ିକାଲ କହିଛି 2 ଜଣ ମାଗିବା ପାଇଁ, ଯିଏ ଅନ୍ ଡ୍ୟୁଟିରେ ଥିଲେ ଆଉ ଯିଏ ଆବସେଣ୍ଟ ଥିଲେ। ଡକ୍ଟର ଜେନା, ଦୀପକ ଜେନା ଅଛନ୍ତି ଯିଏ ଏମର୍ଜେନ୍ସିରେ, ଆଉ ସେକେଣ୍ଡ ଆପଣ ପେଡ଼ିଆଟ୍ରିକ୍ ଡାକ୍ତର ଡକ୍ଟର ନିଶାନ୍ତ ଦାସ। ତାଙ୍କୁ ସାର୍ ଜିଲ୍ଲାପାଳଙ୍କ କହିବା କଥା, ତାଙ୍କୁ କିଛି ବହିଷ୍କାର ପାଇଁ କିଛି ଚିଠି ନାଇଁ, ଆମେ ଫାଇଲ୍ ଦେଇଛି। ମୁଁ ଲିଗାଲ ମୁଁ ସାର୍ଙ୍କୁ ପଠାଇଛି ଚିଠିରେ ତାଙ୍କର ଫାଇଲ୍ ସହ କଲେକ୍ଟର ବୋଲି ଯାହା ଆଡ଼ଭାଇସ୍ ଦେବେ, ଆମେ ସେ ଅନୁସାରେ ୱିଲ୍ ଟେକ୍ ଆକ୍ସନ୍ ସିଓରଲି। ୱିଲ୍ ନଟ୍ ଆମେ ସେ ବରଦାସ୍ତ କରିବୁନି। ଯିଏ ଅବହେଳା କଲା ଆମେ ତାକୁ କେବେ ବରଦାସ୍ତ କରିବୁନି। ଆମେ ସାର୍ ସହିତ କଥା ହେଇଛି, ଚେଷ୍ଟା ମୁଁ କରିବି ଫର୍ଦର ଯେମିତି ନ ହେବ। ଏଇଟା ମୁଁ ଅଲରେଡ଼ି ସକାଳୁ ଡିସିସନ୍ କରିଛି। ଆମର ପେଡ଼ିଆଟ୍ରିକ୍ ଡାକ୍ତର ଆମର ଇନଚାର୍ଜ ହିସାବରେ ବାହାରେ 5 ଜଣ ଅଛନ୍ତି। ମୁଁ ଆଜି ଡିସାଇଡ଼୍ କରି ସମସ୍ତଙ୍କୁ ଆଣି ଗୋଟେ ଦିନ ଆଇଲି ମେକ୍ ଡ୍ୟୁଟି ଟୁ ଏଇଟା ଅଲରେଡ଼ି ଫାଇନାଲାଇଜ୍।